ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯେତେ ପର୍ଯ୍ୟନ୍ତ ତୁମେ ସଫଳତାର ରାସ୍ତା ନ ପାଇଛ ତ ସେତେବେଳେ ଯାଏଁ ଆପଣ ଘୃଣା ଏବଂ ଆସକ୍ତିଠାରୁ ଦୂରରେ ରହିବା ବହୁତ ଉଚିତ ଅଟେ। କାରଣ ପ୍ରେମ କରିବା ଦ୍ୱାରା ଆମକୁ ବହୁତ ଘୃଣା ଏବଂ ଅପମାନ ମଧ୍ୟ ମିଳିଥାଏ, ଯାହାଫଳରେ ସେହି ଅପମାନ ଦ୍ୱାରା ଆମେ ଏହି ଦୁନିଆରେ ମୁଣ୍ଡ ଟେକି ଚାଲିବା ବହୁତ ବଡ଼ କଷ୍ଟକର ହୋଇପଡ଼ିଥାଏ। ତେଣୁ କେବେ ମଧ୍ୟ ପ୍ରେମ କରନ୍ତୁ ନାହିଁ। ସାଙ୍ଗମାନେ, ଯେତେବେଳେ ତୁମେ ସଫଳତା ହାସିଲ କରିଦେବ ତ ସେତେବେଳେ ଯାଏଁ ତୁମ ପାଇଁ ଏହି ପ୍ରେମ କରିବା ବହୁତ ବଡ଼ କଷ୍ଟକର ହୋଇପଡ଼େ। କାରଣ ଏହି ଦୁନିଆ କେବଳ ନିଜର ମତଲବକୁ ହିଁ ଭଲ ପାଏ, ସଚ୍ଚା ହୃଦୟକୁ କେବେ ବି ନୁହେଁ। ନମସ୍କାର ବନ୍ଧୁଗଣ, ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଭକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ସାଙ୍ଗମାନେ, ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇଦେବି ଯେ ଜୀବନରେ ପ୍ରେମ କରିବା କେବେ ବି ଉଚିତ ନାହିଁ। ଆଉ ଯେଉଁମାନେ ବି ପ୍ରେମ କରୁଛନ୍ତି ସେମାନଙ୍କର ଜୀବନ ଖାଲି ଅନ୍ଧାରରେ ହିଁ କଟିଯାଇଥାଏ। ତ ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କହିବାକୁ ଚାହୁଁଛି ଯେ ଜୀବନରେ କେବେ ମଧ୍ୟ ପ୍ରେମ କରନ୍ତୁ ନାହିଁ, ବା ଆପଣ ଯଦି ପ୍ରେମ କରୁଛନ୍ତି ତେବେ ସେଥିରୁ କେମିତି ଦୂରେଇବେ ତାହାର ବି ଟ୍ରିକ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ କହିବି। ମୋର ଆପଣଙ୍କୁ ବାସ୍ ଗୋଟିଏ ଅନୁରୋଧ, ଯଦି ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖନ୍ତୁ, ତ ଆପଣ କିଛି ନା କିଛି ଶିଖିପାରିବେ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା ତେବେ ନିହାତି ଭାବରେ ମୋତେ କମେଣ୍ଟ କରି ଜଣାଇବେ। ଆଉ ହଁ, ଏହି ଭିଡ଼ିଓଟି ଆପଣ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମଧ୍ୟ ମୋତେ କହିବାକୁ ଭୁଲିବେ ନାହିଁ। ସାଙ୍ଗମାନେ, ଏହାର ମୁଁ ଗୋଟିଏ ଏକ୍ଜାମ୍ପଲ୍ ଦେବି ଯେ ଜୀବନରେ ପ୍ରେମ କଦାପି କରିବା ଉଚିତ ନୁହେଁ। ଏହାର ମୁଁ ଛୋଟିଆ ଗୋଟିଏ ଏକ୍ଜାମ୍ପଲ୍ଟେ ଦେଉଛି, ଆପଣ ମନଧ୍ୟାନ ଦେଇ ଶୁଣନ୍ତୁ ଆଉ ବୁଝନ୍ତୁ ମଧ୍ୟ। ଥରେ ଗୋଟିଏ ଗାଁରେ ଦୁଇଜଣ ଶିଷ୍ୟ ଆଉ ଗୋଟିଏ ଗୁରୁ ବାସ କରୁଥିଲେ। ତ ସେହି ଗାଁରେ ଅଚାନକ ଏକ ଦୁର୍ଘଟଣା ହୋଇଗଲା। ଆଉ ସେହି ଶିଷ୍ୟ ଜଣକ ମଧ୍ୟ ସେହି ଗୁରୁକୁ ବଞ୍ଚାଇ ଦେଲେ, ଯାହାଫଳରେ ସେମାନେ ସେଠାରେ ରହି ପାଠ ପଢ଼ିଲେ ଆଉ ଆଗକୁ ମଧ୍ୟ ବଢ଼ିଲେ। ସାଙ୍ଗମାନେ, ଗୋଟିଏ ଦିନ କ'ଣ ହେଲା ନା ସେହି ଦୁଇଟି ପିଲା ଭିତରୁ ଗୋଟିଏ ପିଲାଟି ଗଲା ଆଉ ମନ ଦୁଃଖ କରି ବସିଲା, ଯାହାଫଳରେ ଅନ୍ୟ ପିଲାଟି ଯାଇ ପଚାରିଲା, ଆରେ ଭାଇ, ତମେ ଏଠି କାହିଁକି ମନ ଦୁଃଖ କରି ବସିଛ? ତମର କ'ଣ ହେଇଛି? ତ ସେହି ପିଲାଟି କହିଲା, ନା ମୋର କିଛି ବି ହେଇନି, ତୁମେ ଏଠୁ ଯାଅ। ତାପରେ ସେ ଏହି କଥାଟି ଆସି ତାଙ୍କ ଗୁରୁଙ୍କୁ କହିଲା ଯେ ଗୁରୁ, ଆଉ ମୋ ସାଙ୍ଗ ସେଠାରେ କେମିତି ମନ ଦୁଃଖ କରି ବସିଛି, ତାକୁ ଯାଅ ବୁଝାଅ। ତାପରେ ତାଙ୍କ ଗୁରୁ ଯାଇକି ସେହି ପିଲାଟି ପାଖରେ ବସିଲେ ଆଉ କହିବାକୁ ଲାଗିଲେ, ଆରେ ତୁ ଏଠି ଏତେ ମନ ଦୁଃଖ କରିକି କାହିଁକି ବସିଛୁ? ତାପରେ ସେହି ପିଲାଟି ଉତ୍ତରରେ କହିଲା କି ଯେ ମୁଁ ଗୋଟିଏ ଝିଅକୁ ଭଲ ପାଉଥିଲି ଆଉ ସେ ଏବେ ମୋତେ ବହୁତ ଛାଡ଼ିକି ଚାଲିଯାଇଛି। ଆଉ କହିଲା ଯେ ମୋତେ ବହୁତ ଯନ୍ତ୍ରଣା ମଧ୍ୟ ହେଉଛି ଯେ ସେହି ଝିଅଟି ମୋତେ ଯେତେବେଳେ ଛାଡ଼ିକି ଚାଲିଗଲା। ତ ଏହି ପ୍ରଶ୍ନରେ ସେ ସ୍ତମ୍ଭୀଭୂତ ହୋଇ ତାଙ୍କ ଗୁରୁ କହିଲେ କି ଯେ ଆରେ ପ୍ରେମ କରିବା ଏହି ଦୁନିଆରେ ବହୁତ ବଡ଼ ଭୁଲ ଅଟେ। ଆଉ ଯଦି ଯେଉଁମାନେ ବି ପ୍ରେମ କରି ବା ପ୍ରେମ କରିବା ଜାଣିନାହାନ୍ତି ସେମାନେ ପ୍ରେମ କେବେ ବି କରିବେ ନାହିଁ। ତ ମୁଁ ସାଙ୍ଗମାନେ ଗୋଟିଏ କଥା କହିବି ଯେ ଜୀବନରେ ପ୍ରେମ କରିବା ଠିକ୍ ଅଟେ, କିନ୍ତୁ ପ୍ରେମ ସେଇମାନଙ୍କୁ କର ଯାହାର ହୃଦୟ ନିର୍ମଳ ଆଉ ସ୍ୱଚ୍ଛ ହେଇଥିବ, ଯାହାଫଳରେ ଆମେ
ସେମାନଙ୍କୁ ଲଭ୍ ବା ପ୍ରେମ କଲେ ବହୁତ ସକ୍ସେସ୍ ହୋଇପାରିବା। ଆଉ ସେହି ଦୁନିଆରେ କହିବାକୁ ଗଲେ ସବୁଠାରୁ ମସ୍ତ ବଡ଼ ଭୁଲ ହେଉଛି ଯେ ଭଲ ପାଇବା। ତ ଭଲ ପାଇବା ଏକ ପାପ ନୁହେଁ। ଭଲ ପାଇବା ହେଉଛି ଏକ ସମ୍ପର୍କ, ଯାହା ଗୋଟିଏ ଦୁଃଖକୁ ଅନ୍ୟ ଦୁଃଖକୁ ମଧ୍ୟ ଯୋଡ଼ି ପାରିଥାଏ। ତେଣୁ ଭଲ ପାଆନ୍ତୁ, କିନ୍ତୁ ସଚ୍ଚା ହୃଦୟ ଥିବା ସେହି ବ୍ୟକ୍ତିକୁ ଭଲ ପାଆନ୍ତୁ, ଯାହା ଫଳରେ ଆପଣଙ୍କର ଜୀବନଟା ମଧ୍ୟ ବହୁତ ପରିବର୍ତ୍ତନ ହୋଇଯିବ ଏବଂ ଜୀବନରେ ସଦାସର୍ବଦା ଭଲ କାମ ହିଁ କରନ୍ତୁ, ଯାହା ଫଳରେ ସେହି ଭଲ କାମ ଦେଖି ଆପଣଙ୍କୁ ଈଶ୍ୱର ବହୁତ ଖୁସି ହୋଇଥାନ୍ତି। ଆଉ ଆପଣ ଯଦି ସତ୍ୟ ବାଟରେ ଯିବେ, ତେବେ ଭଗବାନ ମଧ୍ୟ ଆପଣଙ୍କୁ ବହୁତ ଶୁଭକାମନା କରିବାକୁ ଲାଗିଥାନ୍ତି। ଆଉ ସଦାସର୍ବଦା ଗୋଟିଏ କଥା ମନେ ରଖନ୍ତୁ ଯେ ପ୍ରେମ କରିବା ଠିକ୍ ଅଟେ, କିନ୍ତୁ ପ୍ରେମରୁ ଯେଉଁ ଘୃଣା, ଅପମାନ ଏବଂ ନିନ୍ଦା ମିଳିଥାଏ, ତାହା ଆମ ଛାତି ଭିତରେ ଥିବା ଗଭୀରତାକୁ ମାରି ଦେଇଥାଏ। ତେଣୁ ପ୍ରେମ କରନ୍ତୁ, ମନା ନାହିଁ, କିନ୍ତୁ ସଚ୍ଚା ହୃଦୟକୁ ଦେଖି ପ୍ରେମ କରନ୍ତୁ, ନଚେତ୍ ଆପଣ ମଧ୍ୟ ବହୁତ ଅସୁବିଧାରେ ପଡ଼ିପାରିବେ। ସାଙ୍ଗମାନେ ସବୁବେଳେ ପ୍ରେମ କରିକି ନିଜର ଜୀବନକୁ ବିପଦରେ ପକାଇବା ଅପେକ୍ଷା ନିଜକୁ ନିଜେ ପରିବର୍ତ୍ତନ କରି କିଛି ବି ଦୁନିଆକୁ ଦେଖାଇବା, ତ ଏହା ହିଁ ହେଉଛି ଗୋଟିଏ ଉତ୍ତମ ବ୍ୟକ୍ତିର ସ୍ୱାଭାବିକ ପରିଚୟ ଅଟେ। ତେଣୁ ଆପଣ କ'ଣ କରିବେ, ଦୁନିଆକୁ କ'ଣ ଦେଖାଇବେ, ତାହା ଆପଣଙ୍କ ମନରେ ଗୋଟିଏ ସଞ୍ଚାର ଭାବ ସୃଷ୍ଟି କରିଥାଏ। ତ ମୁଁ କହିବାକୁ ଗଲେ ଦୁନିଆକୁ ଆମେ ଆସିଛେ, ଆଉ ଦୁନିଆରେ କିଛି ନା କିଛି କରିକି ଯିବା, ଯାହା ଫଳରେ ଆମେ ଚାଲିଗଲା ପରେ ମଧ୍ୟ ଆମକୁ ଲୋକମାନେ ମନେ ରଖିବେ ଆଉ ବହୁତ ସାରା ଭଲ ପାଇବା ମଧ୍ୟ ଦେବେ। ସାଙ୍ଗମାନେ ସଦାସର୍ବଦା ନିଜ ଉପରେ ଗୋଟିଏ ଲକ୍ଷ୍ୟ ରଖନ୍ତୁ ଯେ ମୁଁ ଏହି ଲକ୍ଷ୍ୟ ବିନା କୌଣସି କାମ କରିପାରିବି ନା କେବେ କରିଛି। ତ ଆପଣ କ'ଣ କରିବେ, କେଉଁ ଲକ୍ଷ୍ୟ ରଖିବେ, ତାହା ମୁଁ କହୁଛି, ମନ ଦେଇ ଶୁଣନ୍ତୁ। ଯେ ଜୀବନରେ ପ୍ରଥମେ ଟଙ୍କା ହିଁ ଦରକାର ହୋଇଥାଏ। ତ ଟଙ୍କା ବିନା କୌଣସି ଲକ୍ଷ୍ୟ ବା କୌଣସି ଚାକିରି କରିବା ଅସମ୍ଭବ ହୋଇପଡ଼ିଥାଏ। ଲକ୍ଷ୍ୟ ତ ଗୋଟିଏ ମନୁଷ୍ୟ ମଧ୍ୟ କରିପାରେ, କିନ୍ତୁ ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ତା ପାଖରେ ଟଙ୍କା ନଥାଏ, ଯାହା ଫଳରେ ସେ ନିଜକୁ ଦୁର୍ବଳତା ମନେ କରେ ଆଉ ବହୁତ ଘୃଣା ଆଉ ଅପମାନଜନକ ମନେ କରେ। ତ ସାଙ୍ଗମାନେ ଫାଷ୍ଟ ଟଙ୍କା କମାଇବା ଶିଖନ୍ତୁ, ଯାହା ଫଳରେ ସେହି ଟଙ୍କା କମାଇଲା ପରେ ନିଜର ଲକ୍ଷ୍ୟକୁ ପୂରଣ କରନ୍ତୁ ଯେ ମୁଁ ଦୁନିଆରେ ଏମିତି ହେବି ଆଉ ସବୁଠାରୁ ଧନୀ ହେଇକି ଦେଖାଇବି। ତାହେଲେ ଯାଇ ଆପଣ ସଦାସର୍ବଦା ଗୋଟିଏ କଥା ମନେ ରଖନ୍ତୁ ଯେ ଆପଣ ସକ୍ସେସ୍ ପାଇଗଲା ପରେ ସେହି ଟଙ୍କାକୁ ନେଇକି କେବେ ମଧ୍ୟ ଗର୍ବ କରିବେ ନାହିଁ। ଆପଣ ଯଦି ଗର୍ବ କରିବେ, ତେବେ ସେହି ଟଙ୍କା ଆପଣଙ୍କୁ ମଧ୍ୟ କେତେବେଳେ ଯେ ଗରିବ କରିଦେବ, ତାହା କେହି ବି ଜାଣିପାରିବେ ନାହିଁ। ତେଣୁ କେବେ ମଧ୍ୟ ଟଙ୍କାକୁ ନେଇ ଗର୍ବ କର ନାହିଁ। ଜୀବନରେ ପ୍ରେମ କର। ହୁଏତ ଏହି ଦୁନିଆରେ କହିବାକୁ ଗଲେ ଟଙ୍କା ବିନା ପ୍ରେମ କରିବା ଅସମ୍ଭବ ହୋଇପଡ଼ିଥାଏ। ସାଙ୍ଗମାନେ ସବୁବେଳେ ପ୍ରଥମରେ ଟଙ୍କା କମାଇବା ଶିଖନ୍ତୁ, ତାପରେ ଆପଣଙ୍କ ପାଖକୁ ତମ ପାଖକୁ ଲୋକେ ନୁହେଁ, ବରଂ ଆପଣଙ୍କ ପାଖକୁ ଲୋକେ ଧାଇଁ ଆସିବେ ଆଉ କହିବେ, ଆରେ ଭାଇ, ତୁମେ କେମିତି ପଇସା କମାଇଲ, କେଉଁଠୁ ଆଣୁଛ ଏତେ ସାରା ପଇସା? ତାପରେ ତୁମେ କ'ଣ କହିବ ନା, ଭାଇ ମୁଁ ଏଇଠୁ ଆଣୁଛି, ସେଇଠୁ ଆଣୁଛି ନା। ସେତେବେଳେ ତୁମେ ବି ତାକୁ କିଛି କିଛି ଆହ୍ୱାନ ଦେବ ଆଉ କହିବ ମୁଁ ଏଇଠୁ ଆଣୁଛି ପଇସା। ତ ତାହେଲେ ସେହି ଲୋକମାନେ ହିଁ କିଛି କିଛି ଶିଖିପାରିବେ
ତେଣୁ ସଦାସର୍ବଦା ନିଜେ ଶିଖନ୍ତୁ, ତାପରେ ନିଜେ ଶିଖି ସଫଳତା ପାଇଲା ପରେ ଲୋକମାନଙ୍କୁ ଶିଖନ୍ତୁ, ଯାହାଫଳରେ ଆପଣଙ୍କର ଜୀବନଟା ମଧ୍ୟ ବହୁତ ଉନ୍ନତ ହେବାକୁ ଲାଗିବ। ତ ସାଙ୍ଗମାନେ, ଆଜିର ଏହି ଟପିକଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକରେ। ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତ ସାଙ୍ଗମାନେ, ମୋର ଏହି ଭିଡ଼ିଓରେ ଆପଣଙ୍କୁ ବାସ୍ ଗୋଟିଏ ଅନୁରୋଧ, ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା ତେବେ ନିହାତି ଭାବରେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ବହୁତ ସାରା ଭଲ ପାଇବା ଦେବେ। ଆଉ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ରଖନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିଲା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆଉ ଗୋଟିଏ କଥା ସାଙ୍ଗମାନେ, ଆପଣଙ୍କର ସେହି ଗୋଟିଏ ଭଲ ପାଇବା ପାଇଁ ମୋତେ କେତେ ସାରା ଉନ୍ନତି ହେବାକୁ ପଡ଼ିଥାଏ। ତେଣୁ ଆପଣମାନେ ମୋତେ ବହୁତ ସାରା ଭଲ ପାଇବା ଦିଅନ୍ତୁ, ଯାହାଫଳରେ ମୁଁ ବହୁତ ଆଗକୁ ମଧ୍ୟ ଯାଇପାରିବି। ଆଉ ଭିଡ଼ିଓଟିକୁ ଅଧିକ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ ତୁମେ ଦେଖିବା ମାତ୍ରେ ଅନ୍ୟ ଲୋକମାନେ ବି ଦେଖିପାରିବେ। ମୁଁ ଏହି ଚ୍ୟାନେଲରେ ଡେଲି କିଛି ବି ନୂଆ ଟପିକର ଭିଡ଼ିଓ ଆଣିବାକୁ ଚେଷ୍ଟା କରିବି। ତ ସାଙ୍ଗମାନେ, କେତେବେଳେ ଆଣିବି? ଯେତେବେଳେ ଆପଣମାନେ ମୋତେ ବହୁତ ସାରା ଭଲ ପାଇବା ଦେବେ, ତ ସେତେବେଳେ ମୁଁ ଆପଣଙ୍କ ପାଇଁ ଡେଲି ଯେକୌଣସି ବି ନୂଆ ଟପିକର ଭିଡ଼ିଓ ଆଣିବାକୁ ଚେଷ୍ଟା କରିବି। ଆଉ ଖାଲି ବାକି ରହିଲା ଆପଣଙ୍କର ଭଲ ପାଇବା। ସାଙ୍ଗମାନେ, ରହୁଛି। ଜୟ ଜଗନ୍ନାଥ।